गुरुर्ब्रह्मा गुरुर्विष्णुः गुरुर्देवो महेश्वरः गुरुरेव परं ब्रह्म तस्मै श्रीगुरवे नमः। समस्तजनकल्याणे निरतं करुणामयं नमामि चिन्मयं देवं सद्गुरुं ब्रह्मविद्वरं सद्गुरुं ब्रह्मविद्वरम्। अच्छा, ଯୋଉମାନେ ଗୀତା ଚାଣ୍ଟିଂ ଶୁଣୁଛନ୍ତି ନା, ହଁ, ବା ଯୋଉମାନେ ଶୁଣୁ ବି ନାହାନ୍ତି, ହଁ, ସେମାନଙ୍କ ପାଇଁ କଣ ହେଲା ସ୍ୱାମୀଜୀ? ସାଉଣ୍ଡ ବନ୍ଦ ହେଇଗଲା? ନା ନାଇଁ, ମୁଁ ଷ୍ଟାଇଲ ମାରିଦେଲି। ହଉ, ସେମାନଙ୍କ ପାଇଁ ମୁଁ ଟୋଟାଲ 18 ଅଧ୍ୟାୟ ଶିଖେଇବି। ଆଚ୍ଛା, ୟେସ୍। କେତେ? ନା 18 ମାସରେ, 18 ମାସରେ ଆଉ 15 ଅଧ୍ୟାୟ ଶିଖେଇବିନି। ଆ, ପୁରା ନା କେମିତି କଣ କରିବେ? ପ୍ରତ୍ୟେକ ମାସରେ ଯେବେ ଯେବେ ମୁଁ ପଟିଆଲାରେ ଥିବି, ମିନିମମ୍ 10-15 ଦିନ ତ ଶିଖେଇବି, ହେଲା, ମାସକୁ। ତ ପୁରା 18 ମାସ ଲାଗିବ, ପ୍ରଥମ ଅଧ୍ୟାୟ ଦ୍ୱିତୀୟ ଅଧ୍ୟାୟ, ହେଲା, ୟା। କିନ୍ତୁ ଏଥିରେ ରେଜିଷ୍ଟ୍ରେସନ କରାଇବି, ଫଲତଃ କଣ ହବ? କଣ୍ଟ୍ରୋଲରେ ରହିବେ ଏବଂ ମୁଁ ସେମାନଙ୍କୁ ଧ୍ୟାନ ବି ଦେଇପାରିବି, ହେଲା। ହଁ, ଦିସ୍ ଇଜ ଥିଙ୍ଗ। ତ 15 ଅଧ୍ୟାୟ ଏପ୍ରିଲରେ ସରିଲା ପରେ ମେ ମାସରୁ ମୁଁ ଫାର୍ଷ୍ଟ ଚାପ୍ଟର ଶିଖେଇବି, ଦେନ୍ ସେକେଣ୍ଡ ଚାପ୍ଟର, ଲାଇକ୍ ଦ୍ୟାଟ୍, ହେଲା। ଫାଇନ୍। ବର୍ତ୍ତମାନ ଆମେ ଚାଲିବା। ଅ, ବିଦ୍ୟାରଣ୍ୟ କହୁଛନ୍ତି, ଦେଖ ବାବା, ଯାହା ବି କିଛି ଶିଖ, ହଁ, ଜ୍ଞାନ ପ୍ରାପ୍ତ କରିବା ପାଇଁ ଶିଖ। ବାକି ଯୋଉ ତମର ସବୁ ଇଚ୍ଛା ଅଛି ନା ଅନ୍ନେସରି, ଦେଖ ପୂର୍ବ ଜନ୍ମରେ ଅନେକ କାଳରୁ, ଅନାଦି କାଳରୁ ବହୁତ ଇଚ୍ଛାକୁ ଥିଲା ତମର, ପୂର୍ତ୍ତି କରୁଛ। ଫେରେ ଯେତେବେଳେ ଜାଣିଦେଲ ଏଥର କି ଏଇ ଇଚ୍ଛା ପୂର୍ତ୍ତି ହବନି, କାହିଁକି ଏଟାରେ ଆଗେନ୍ ଇଚ୍ଛା 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 କରୁଛ? ଏତେ ସବୁ ଲିଷ୍ଟ ଯୋଉ 3ଟା ଶ୍ଲୋକରେ ଦେଲେନି, ବିଦ୍ୟାରଣ୍ୟ ସ୍ୱାମୀଜୀ, କୋଉଟା? 206, 207, 208, 209 ରେ ଏଇ ସବୁ କହୁଛ। ତମେ ଦେଖ, ପରମାତ୍ମା ସବୁ ଅଛନ୍ତି, ବ୍ରହ୍ମା ବି ପରମାତ୍ମା, ଜଳ ବି ପରମାତ୍ମା, ପାଷାଣ ବି ପରମାତ୍ମା, କୁଦାଳ ବି ପରମାତ୍ମା, ବସୁଲା ବି ପରମାତ୍ମା, କାଷ୍ଠ ବି ପରମାତ୍ମା। ସମସ୍ତଙ୍କ ଭିତରେ ईश्वर ଅଛନ୍ତି। ईश्वर ମାନେ ସେଇ परमात्मा। कुछ लोग ना कभी कभी मैं ईश्वर बोलता हूँ तो समझ में नहीं आता है। तो बाबा, ईश्वर माने ସେଇ जो ଯେତେବେଳେ କୁହା ହଉଛି, बोलते हैं, वो अनन्य ध्यास हो जाता है, वो व्यवहार में एक्सेप्टेड है। हम्म। जब ईश्वर कहते हैं तो कहते हैं ईश्वर आएगा क्या? वो जो विष्णु है वो आएंगे क्या? नहीं नहीं नहीं, विष्णु नहीं आएंगे, वो ईश्वर माने ब्रह्म। अब देखो ना, प्रहलाद है, प्रहलाद कହୁଛି कि बापा, मैं ମାନେ ହିରଣ୍ୟକଶ୍ୟପ ପଚାରୁଛି, ଆରେ ଇଏ ତ ବିଷ୍ଣୁ କୋଉଠି ଅଛନ୍ତି? ଦେଖନ୍ତୁ ଶବ୍ଦଟା ବିଷ୍ଣୁ, ଆମ ଭିତରେ ବିଷ୍ଣୁ ମାନେ କଣ ଆମେ ଭାବୁଛୁ? ବିଷ୍ଣୁ ଭଗବାନ, ବିଷ୍ଣୁ ନାରାୟଣ ବୈକୁଣ୍ଠ ଲୋକରେ ଅଛନ୍ତି। ୟା ତ ବିଷ୍ଣୁଙ୍କର ଗୋଟେ ଉମ, ଲମ୍ବା ହେଇକିରି ଫୋଟୋଟେ ଥିବ, ମୂର୍ତ୍ତିଟେ, ଶଙ୍ଖ ଚକ୍ର ଗଦା ପଦ୍ମ, ସେଇଟା ଆଉ ଲକ୍ଷ୍ମୀ ନଥିବେ। କି ତାଙ୍କର ହିଁ ଅଲଗା ଅଲଗା ରୋଲ ଆକ୍ଟିଭରେ ଥିବ ଫଟୋ। କେବେ ବିଷ୍ଣୁ ଗରୁଡ଼ ଉପରେ ବସିଛନ୍ତି, ଚକ୍ର ଦଉଛନ୍ତି ଗଜରାକୁ, ଗଜେନ୍ଦ୍ରକୁ ରକ୍ଷା କରିବା ପାଇଁ। ଆଉ ଗୋଟେ ଫଟୋ, ଫ୍ୟାମିଲି ଫଟୋ, ମାନେ ଘରର ବେଡରୁମ୍ ଫଟୋ ଭଗବାନଙ୍କର। ଆଚ୍ଛା, ହଁ, କେମିତି କଣଟା? ବେଡରେ ଶୋଇଛନ୍ତି, ସରସ ମାନେ ଶେଷ ଶଯ୍ୟାରେ, ମା ଲକ୍ଷ୍ମୀ ପୂଜା କରୁଛନ୍ତି, ପାଦ ପୂଜା, ପାଦ ସେବା।
पता नहीं पाद सेवाटा ना ଆମ ଭାରତୀୟ ସଂସ୍କୃତିରେ ଅଛି। ବିଦେଶରେ ସେମିତି ନାହିଁ। ଇଭେନ୍ ମୁସଲିମ ଧର୍ମରେ ବି ଏତେ ନାହିଁ, ନଥିବ ବୋଧେ। ଖ୍ରୀଷ୍ଟିଆନରେ ତ ପ୍ରଶ୍ନ ଉଠୁନି। କାରଣ ତାଙ୍କର ଇକ୍ୱାଲ 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 ନା। ଏମିତି ସଂସ୍କାର ପଡିଯାଉଛି ଯେ, କାରଣ ତାଙ୍କର ମା ତ ଝଗଡା କରୁଥିବ ବାପା ଠାରୁ। ମା ପାଖରେ ପାଞ୍ଚଟା ବାପା ଥିବେ, ବାପା ପାଖରେ ପାଞ୍ଚଟା ମା ଥିବେ। ଏସବୁ ଦେଖି ଦେଖି ତାଙ୍କ ସଂସ୍କାର କୋଉଠି ଆସୁଛି? ଆମର ତ ଆମେ ବାପା ଶୋଇଲା ବେଳକୁ ମା ସେବା କରୁଛନ୍ତି, ବୋହୂ ସେବା କରୁଛନ୍ତି ଶ୍ୱଶୁରକୁ। ବର୍ତ୍ତମାନ ଏଇ 50 ବର୍ଷ ଭିତରେ ଇଏ ବି ଗଲାଣି। ଏଣୁ ଆଉ ଆଜିକାଲିର ମଡର୍ଣ୍ଣରେ ସେବା ବି ହଉନି। କେତେବେଳେ କହିଲେ ସିଏ ଡେଇଲି ନାହିଁ। ଲକ୍ଷ୍ମୀ ଆମର ଡେଇଲି। ସିଏ ହଉଛନ୍ତି ସାରା ଜଗତର ମା। ମାନେ କଣ ନାହିଁ ତାଙ୍କ ପାଖରେ? ସବୁ କିଛି ଧନର ସିଏ ଅଧିଷ୍ଠାତ୍ରୀ, ତଥାପି ଦେଖ ପତି ସେବା କରୁଛନ୍ତି। ଇଏ ଏକ ଫଟୋ। ତ ବିଷ୍ଣୁ କହିଲା ମାନେ କଣ ଏମିତି ଆସୁଛି? କିନ୍ତୁ ନା, ପ୍ରହ୍ଲାଦ ବିଷ୍ଣୁ କହିଲା ମାନେ ଈଶ୍ୱର ତତ୍ଵ। ଈଶ୍ୱର ମାନେ ଗେଇ ବ୍ରହ୍ମ ତତ୍ଵ। କାରଣ ସେ କହୁଛନ୍ତି ପିତାଜୀ ଆପଣଙ୍କ ଭିତରେ ବି ଅଛନ୍ତି, ମୁଁ ଦେଖୁଛି। ତ ତ ହିରଣ୍ୟକଶ୍ୟପ ଭିତରେ କଣ ବିଷ୍ଣୁ ଭିତରେ ପ୍ରବେଶ କରିବେ? ନା, ସେଇଠି ବ୍ରହ୍ମ ତତ୍ଵ। ତ ଯେତେବେଳେ ଈଶ୍ୱର ତତ୍ଵ ୟା ବିଷ୍ଣୁ କହୁଛନ୍ତି, ଅନୁଭବ କରିବାକୁ ପଡିବ ବ୍ରହ୍ମ ତତ୍ଵ। ଯେତେବେଳେ ମୁଁ କହୁଛି କି ଘଟିତ ଦେଖୁଛି ତାହେଲେ ଧୌତ, ଲାଞ୍ଛିତ ଦେଖୁଛି ତାହେଲେ ଧୌତ, ରଞ୍ଜିତ ତ କ୍ଲିୟର। ବିରାଟ ତ ଭଗବାନଙ୍କର ହିଁ ପଶ୍ୟ ଦେବସ୍ୟ କାବ୍ୟ। ହୁଁ, ଭଗବାନଙ୍କର ହିଁ। ତ କହୁଛନ୍ତି ଦେଖ ତମେ ସବୁ ପୂଜା ଯୋଉ କରୁଛ ନା, ମାନେ ଏତେ ସବୁ ସବୁ ଭିତରେ ଭଗବାନ ଅଛନ୍ତି। ଈଶ୍ୱର ସର୍ବ ଏବୈତ ପୂଜିତାଃ ଫଲଦାୟିନଃ। ସମସ୍ତେ ଭଗବାନ, ସମସ୍ତଙ୍କୁ ତମେ ପୂଜା କରିପାରିବ, ଫଳ ମଧ୍ୟ ଦେବ। ଯାହାକୁ ଯେମିତି ପୂଜା କରି ଫଳ ଦେବ। ଆଉ ବେଶୀ ସେ କହିଲେନି। ଏସବୁ ବିଭୂତି ଭଗବାନଙ୍କର ନାମସ୍ତି ବିସ୍ତରସ୍ୟ। ଦେନ୍ 209ରେ କହିଲେ ଦେଖ ଏ ଯଥା ଯଥା ଉପାସତେ ତମ ଫଲମ୍ ୟୁହୁ ତଥା ତଥା। ତମେ ଯେମିତି ଯେମିତି ପୂଜା କରିବ ସେମିତି ସେମିତି ଫଳ ମିଳିବ। ତମେ ସରପଞ୍ଚକୁ ପୂଜା କରିବ 5 ଲକ୍ଷ କଣ୍ଟ୍ରୋଲରେ ତାଲା କ୍ଲବ ପାଇଁ ମିଳିଯିବ। ତମେ ଏମପି କୁ ପୂଜା କରିବ, ଏମପି କୁ ଆପ୍ଲିକେସନ ଦେଇକି ତାକୁ ବାରମ୍ବାର ପଠେଇବ, ତାଙ୍କୁ କିଛି ଖାଇବାକୁ ଦେବ, ତାଙ୍କୁ ଡାକିବ, ତାଙ୍କୁ ଫୁଲମାଳ ଦେବ, ତାଙ୍କୁ ଫଙ୍କସନରେ କରେଇବ, ଦେନ୍ ସେ ଖୁସି ହେବେ ଯାହା ହଉ ଏ ଗାଁରେ ହଉଛି, ଦେନ୍ ସେ 10 ଲକ୍ଷ ଦେବେ। କଣ ନା ଆମେ ପୋଖରୀ କରିଦେବୁ, ଇଏ କରିଦେବୁ, ସେ କରିଦେବୁ, କରିଦେଲେ। ଆପଣ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଗଲେ, ପ୍ରଧାନମନ୍ତ୍ରୀ ଆସିଥିଲେ ତାଙ୍କ ପାଖକୁ ଗଲେ, ସିଏ ପ୍ରଧାନମନ୍ତ୍ରୀ ଯୋଜନାରେ ଏତିକି ଟଙ୍କା ପଠାଇଦେଲେ। ଯାହାକୁ ଯେମିତି ଆପଣ ପୂଜା କରିବେ। ଆଚ୍ଛା, ଏବେ ଆମମାନଙ୍କ ଡ୍ରେସ୍ ଦେଖିକି, ଚନ୍ଦନ सिंदूर दाढ़ी ଦେଖିକି ପ୍ରାୟ लोग इवन पंजाब में मतलब पटियाला रे हाथ देखना जानते हैं, ज्योतिष देखना जानते हैं। और हमारे ही पंडित टिके टिके जाने चाहिए, बोले अब हमारा पंडित, मंदिर का एक पंडित है वो। आप पंडित नहीं है? नहीं। हम अब ये बिहार आदि है सब तो पंडित जी पंडित जी पंडित जी। मैंने कहा अरे बाबा, स्वामी जी एंड पंडित जी फर्क कौन फर्क? ना लेबोरेटरी असिस्टेंट एंड लेक्चरर। हाँ, आईटीआई एंड आईआईटी। हाँ, आईआईटी को तुम आईटीआई कहोगे? आईआईटी अंदर केते अंडर रे केते आईटीआई से रखियो? लेबोरेटरी असिस्टेंट ही कैन नॉट गिव लेक्चर। although he may be also MSc B.Ed, but post ତ ସେତିକି ନା laboratory assistant। ତେଣୁ ସ୍ୱାମୀଜୀ ମାନେ ସ୍ୱାମୀଜୀ ଯିଏ ବେଦାନ୍ତ ବା ଶାସ୍ତ୍ରର ଅଧ୍ୟୟନ କରିକି ଯିଏ କହେ, ଯିଏ ମନୁଷ୍ୟକୁ ପ୍ରେରଣା ଦିଏ, ପଣ୍ଡିତ ଯିଏ ପୂଜା କରିବ, है ना? ତ ଯାହାର ଯେମିତି ଇଚ୍ଛା ଅଛି ସେ ସେୟା ହିଁ କନେକ୍ଟ କରିବ। ସ୍ୱାମୀଜୀ ଏତେ ସବୁ ଭିଡ କାହିଁ ହଉଛି? ये पर्चा वाला बाबा, ये सब ये वो, ये तंत्र फंत्र हब ଲୋକମାନଙ୍କର ଭିଡ, କାରଣ ଇଚ୍ଛା ଅଛି ନା। ବହୁତ କମ ଲୋକ ଯୋଉ ବୈରାଗ୍ୟ हो,
ବହୁତ କମ୍ ଲୋକ ମୋର ଇଚ୍ଛା ଆଉ ନାହିଁ ମୁଁ କେବଳ ପଞ୍ଚଦଶୀ ପଢ଼ିବି ଅଧ୍ୟୟନ କରିବି ଅହମ୍ ବ୍ରହ୍ମାସ୍ମି କରିବି। ବହୁତ କମ୍ ଆପଣମାନଙ୍କ ଭଳିଆ। ଫେର ଆପଣମାନେ ବି ଶୁଣୁଛନ୍ତି କିନ୍ତୁ ଶୁଣିଲା ବେଳକୁ ଶୁଣୁଛନ୍ତି ବ୍ୟବହାରରେ ବି ତ ରହୁଛି ନା। ଭାବୁନାହାନ୍ତି ନିଜେ ନିଜେ। तो विद्यारण्य बड़े सचोट ईमानदार को देखो बाबा या सब अच्छी तुम्हें जेमिति तुम पूजा करो पूजा तीन प्रकार सात्विक राजसिक तामसिक उपासना जो उपास्य देवता में तीन प्रकार सात्विक राजसिक तामसिक सात्विक देखो ये तो जो ब्रह्म ज्ञान पूजार भी ऊपर आगे यही श्लोक रे कहिबे 210 रे ब्रह्म ज्ञान जोटा सेटा पूजारू भी अलग तथापि तुम पूजा करुच किसी पाइबा ପାଇଁ तामसिक पूजा ये सब जो ମଇରାଲ ये जो गृह देवता वन देवी हाँ ये सब पूजा करियो तमें तमें आई पाइबो एणु आम जगन्नाथ महाप्रभु रे देखुना सब सब आरोपित हो गला सात्विक राजसिक तामसिक ओरिजिनल किसी नथिला ओनली सात्विक पूजा थिला जे निजे इंद्रद्युम्न ତାଙ୍କର ଭାବନା ଥିଲା ଭଗବାନଙ୍କୁ ଦର୍ଶନ କରିବା ପାଇଁ ତାଙ୍କ ସହିତ କଥାବାର୍ତ୍ତା କରିବା ପାଇଁ କି ମୁଁ କହିପାରିବି ମୋର ଭକ୍ତି ସିଏ ହଁ କରିବେ ସିଏ ନେବେ ବସ୍ ଦ୍ୟାଟ୍ ମଚ୍ ସେ ସେଇଟା ଚାହୁଁଥିଲେ ଏବଂ ଭଗବାନ କୃପା କରିକି କହିଲେ ଠିକ ଅଛି ମୁଁ ଲକଡି ହେଇକି ଆସିବି କାଷ୍ଟ ଦାରୁରେ ଏ ହଉଛି ମୋର ଲୀଳା ତମେ କରିପାରିବ ପ୍ରତିଷ୍ଠା କର ଏଇ ତୋ ବାହାନରେ ଅନ୍ୟମାନେ ବି କରିବେ କିନ୍ତୁ ତାପରେ ପରେ ମୋର ତ ଅନ୍ୟ କୁହାଯାଏ ଓ ଅନେକ ତନ୍ତ୍ର ଇଏ ସେ ସବୁ ଯୋଡ଼ିଲା କଣ କରିବା କାରଣ ମନୁଷ୍ୟ ସେମିତିଆ ହୁଁ ପରମ୍ପରାରେ ଯୋଡ଼ିଲା ବର୍ତ୍ତମାନ ଆଉ ଉପାୟ ନାହିଁ ଏକ୍ସେପ୍ଟ କରିବାକୁ ପଡିବ ସେମିତି ଲୋକଙ୍କର ବିଦ୍ୟାରଣ୍ୟ ସ୍ୱାମୀଜୀ ବି କହିବେ କଣ କରିବେ ମତେ ବି ଏକ୍ସେପ୍ଟ କରିବାକୁ ପଡିବ ଏ 210ରେ ମୁଁ ଯୋଉଟା କହିବା ପାଇଁ ଯାଉଛି କିଏ ବିଦ୍ୟାରଣ୍ୟ କହୁଛନ୍ତି ମୁଁ ତ ମାଉଥ ପିସ୍ ବହୁତ କମ ଲୋକ ଏର ଅଧିକାରୀ ହେବେ शायद आपण मैंने अधिकारी हेबे इंटरेस्ट नेबे 209 क्लियर कले देखो उपनिषद रे भी आ वेद रे भी अछि उपनिषद खंडन करिवो वेद रे अछि माने माने वेद कहछि यस तमर ए इच्छा अछि तमे आ पूजा करो वेद रे मध्य देवता मानकर पूजा देवता मध्य तीन प्रकार वेद रे तंत्र एण तांत्रिक आगम निगम भी कहा जाए ना वेदर भी माने अन्यर को मारिबा ପାଇଁ जो मारण विद्या ये सब कुछ कुछ थे अच्छी वर्णन समझ वेदर अच्छी हाँ वेद तो पवित्र तो मनुष्य इच्छा को पूर्ति कर ଏବେ ଜଣେ ମାର ଦି ତିନିଟା ପୁଅ ଥିବ ଫିଲ୍ମରେ ବି ଦେଖାଉନି ଗୋଟେ पुलिस इन्स्पेक्टर ଆଉ ଗୋଟେ ଚୋର ଅନ୍ୟ ଗୋଟେ ପିକ୍ଚର ଅଛି आई थिंक दीवार वालिया शशि कपूर पुलिस अमिताभ बच्चन चोरो देन तुम्हारे पास क्या है मेरे पास घोड़ा है गाड़ी है वो है बंगला है बंगा वो बोलता है मेरे पास माँ है पूरा ये फिल्म डायलॉग महावाक्य है गला तेरे पास क्या है गाड़ी है घोड़ा है ये है तेरे पास भगवान है तो भगवान को याद करता है तो दिन तुम ही धनी हो अगर भगवान को याद नहीं करते तो क्या धनी କିନ୍ତୁ ସବୁ ଇଚ୍ଛାକୁ ବେଦ ବି ଗ୍ରହଣ କରୁଛନ୍ତି ତ ପଚାରାଯିବ କାହିଁକି ବେଦ ଏମିତି କାହିଁକି କଲେ ଆରେ ବାବା ବେଦ ମା ନା ଯେତେ ସବୁ ତିଆରି ହେଇଛନ୍ତି ବ୍ରହ୍ମାଙ୍କ ଠାରୁ ସବୁ ଜାଣିଛନ୍ତି ୟାଙ୍କର ଏଇ ମନୁଷ୍ୟର ଇଚ୍ଛା ଅଛନ୍ତି ତ ସେଇ ଇଚ୍ଛାକୁ ପୂର୍ତ୍ତି କରୁଛନ୍ତି अब ଜଣେ ଦୌଡ଼ିକି ଆସିକି पुलिस वाला ଆସିଲା ସିଏ ତାର ରିଭଲଭର ରଖିଲା କହିଲା ମା ବର୍ତ୍ତମାନ ମୁଁ ବୁଲିବା ପାଇଁ ଯାଉଛି ଏଇଟା ତ ଧ୍ୟାନ ଦେଖିବୁ ନା ହଁ रिवॉल्वर ऊपर अच्छी कारण ऑफिशियली ना किसी असुविधा नहीं अच्छा देन चोर पुआ आसला कौन है ये तार पूरा काटी ये माँ सांगे सांगे ता शाढ़ी कुंती भलिया करके करिवो देन पोछा पोछी करिवो किछ खाइनु बेटा चोर ना ना नहीं तापर कहले बाबा चाकू माँ चुप तू भाई जदि जानियो तते ही धरिवो या होउची मते ताको धरुची से
ଦେନ୍ ସେଇ ଚାକୁଟା ନେଇକି ଛିପେଇ ଦଉଛନ୍ତି, ତାକୁ ରକ୍ଷା ବି କରୁଛି, କହିଲେ ହଉ ତୁ ପଳେଇ ଯା, ଆଉ ରହନା ଏଠୁ। ଦେନ୍ ତାକୁ ସ୍ୱସ୍ଥ କରିକି ପଳଉଛି। ମା ନା ସେ ମା ମନ ଜାଣୁଛି ଏ ଚୋର, ଜାଣୁଛି ଏ ଖରାପ, କିନ୍ତୁ କଣ କରିବ ଭାବନା। ସ୍ୱାମୀଜୀ ମାକୁ ସେଇ ଚୋରକୁ ଧରେଇ ଦେବା ଉଚିତ ନୁହଁ ନା? ହଁ, ବହୁତ ଘଟଣାରେ ବି ହଉଛି। ତାମାନେ ସେ ମା ବହୁତ ଷ୍ଟ୍ରଙ୍ଗ ହଉଛନ୍ତି। ବେଦ ମଧ୍ୟ ସେମିତି ଉପଦେଶ ଦଉଛି, ହେଇଗଲା ବର୍ତ୍ତମାନ, ତୁ ବର୍ତ୍ତମାନ ସବୁ ଛାଡିକି ଆସ, ଏହା ବି ଉପଦେଶ ଦେଇ ଦଉଛି। ଆଉ କହୁଛି ବେଦ ଠିକ ଅଛି, ତୋର ଇଚ୍ଛା ଅଛି, କଣ ଇଚ୍ଛା ଅଛି ନା ମୋର ଶତ୍ରୁ ମରିଯାଉ, ଓକେ, ମନ୍ତ୍ର ଦଉଛି। ମୋର ପଡୋଶୀର ଯୋଉ ଗାଈ ଅଛି ନା 100ଟା, ଆଉ ମୋ ପାଖରେ କମ ଅଛି, ହଁ, ତାର ଗାଈ ସବୁ ମରିଯାଉ, ଓକେ, ବେଦ ମନ୍ତ୍ର ଅଛି। ସେଟା ବହୁତ ଲୋକ ଯୋଉ ପଢନ୍ତିନି ନା ବେଦ ମନ୍ତ୍ରକୁ, ଯୋଉ ବେଦକୁ ସ୍ୱୀକାର କରନ୍ତି, ତାଙ୍କୁ ମଜା ଲାଗେ, ଦେଖ ତମ ବେଦରେ ଏହା ଅଛି। ସେରେ ଆମ ବେଦରେ ତମ ଭଳିଆ ଲୋକଙ୍କ ପାଇଁ ଅଛି ନା? ଆମ ବେଦରେ ତ ଉପନିଷଦ ବି ଅଛି, ଆମ ବେଦର ଅହଂ ବ୍ରହ୍ମାସ୍ମି ଅଛି, ସେଇଟାକୁ ତ ଧରିଲନି, କାରଣ ତୁ ଧରି ପାରିବୁନି ନା। ତ ଇଏ ସବୁ କହିଲା ପରେ अब କହୁଛନ୍ତି, ଦେଖ ବାବା, ଏ ସବୁ ଇଚ୍ଛା ଅନୁସାରେ ହଉଛି। यो यो याम याम तनुम ଭକ୍ତ ଶ୍ରଦ୍ଧୟା ଅର୍ଚ୍ଚିତୁମ୍ ଇଚ୍ଛତି, ଯିଏ ଯେମିତି ପୂଜା କରିବ ଶ୍ରଦ୍ଧାରେ, ବାସ୍ ସେଇ ଦେବତା ମୋତେ ସେଟିଂ ହେବେ। ଆଉ ଦେବତା ଦେଖିବାକୁ ଗଲେ ମୋର ହିଁ ପାର୍ଟ, ସାତ୍विକ ରାଜସିକ ତାମସିକ ରୁ ତିଆରି ହେଇଛନ୍ତି। ସତୟା ଶ୍ରद्धୟା युक्तः तस्य आराधनमीहते लभते च ततः कामान मयि एव विहितान हितान। ସେ ଯୋଉ ପୁରୁଷ ଯିଏ ଯେମିତି ଶ୍ରଦ୍ଧାରେ ଯୁକ୍ତ ହେଇକି ଦେବତାକୁ ପୂଜା କରିବ, ସେ ଦେବତା ଭିତରେ ମୁଁ ହିଁ ଅଛି, ମୁଁ ହିଁ ଶକ୍ତି ଦେବି। କିନ୍ତୁ ମୁଁ ସରକାର, ସରପଞ୍ଚ ବି ସରକାର, ଏମପି ବି ସରକାର, ପ୍ରଧାନମନ୍ତ୍ରୀ ବି ସରକାର, ତ ସେୟା ଅଛି। କିନ୍ତୁ ମନେ ରଖିଥାଅ, ଏସବୁ ଅନ୍ତବନ୍ତ, ये सब नष्ट हो। फलोत्कर्ष उपकर्ष तो पूजा पूज्यानुसारतः। उपकर्ष उत्कर्ष माने बड़, भल, अपकर्ष माने नीच। ये सब पूज्य और पूजा ऊपर निर्भर। सात्विक देवता, सात्विक पूजा, फल एमतिया कंटिन्यूस। सात्विक भक्ति कहाँ कहा जाए, कहते ज्ञानार्थ। ଇନ୍ଦ୍ରଦ୍ୟୁମ୍ନକୁ ନାରଦ 10ମ ଅଧ୍ୟାୟରେ ପ୍ରବଚନ ଦଉଛନ୍ତି ଭକ୍ତି ବିଷୟରେ। ସେ ଭିତରେ କହୁଛନ୍ତି ସାତ୍विक ଭକ୍ତି ତାକୁ ହିଁ କହନ୍ତି ଯେ କି ଜ୍ଞାନ, ଜ୍ଞାନାର୍ଥମ, ଜ୍ଞାନ ପ୍ରାପ୍ତ କରିବା ପାଇଁ ଯୋଉ ଭକ୍ତି କରାଯାଏ, କେତେ ସୁନ୍ଦର। ଆଉ ରାଜସିକ ତାମସିକ, ଇଏ ନା କରିବା ପାଇଁ, କିଏ ଯଶ ପାଇଁ କରାଯାଏ, କିଏ ଭୋଗ କରିବା ପାଇଁ କରାଯାଏ, ଏସବୁ କୁହନ୍ତି। ଠିକ, ଜ୍ଞାନ ହିଁ ସର୍ବଶ୍ରେଷ୍ଠ। ଆଚ୍ଛା, କଣ ଇଏ ସୁରେଶ୍ୱରାଚାର୍ଯ୍ୟ, ଆମର ଶଙ୍କରାଚାର୍ଯ୍ୟଙ୍କର ଶିଷ୍ୟ, ବାର୍ତ୍ତିକକାର କହନ୍ତି, ସିଏ ଗୋଟେ କୋଉ ଗ୍ରନ୍ଥରେ ଲେଖିଛନ୍ତି, ଭାବନାଜಂ ଫଲମ୍ यत् सद्यश्च स्यात् कर्मणा फल। ये जो भावना माने उपासना, उपासना को भावना कहते, कारण मन उपासना कौन, मन मानसिक व्यापार। तो भावनाजम फलम, वो जो उपासना जो फल, और जो कर्म फल, माने कर्म जोग एंड भक्ति जोग, या विषय ईशावास्य उपनिषद डिटेल वर्णन अच्छी। तो भावनार उपासनार कर्म एवं फल, सॉरी, एवं कर्मर फल, कर्म फल उपासना फल। तो चिरस्थायी नुह। भावनाजम फलम यस्याच्च स्यात् कर्मणा फलम न तत् स्थिति, स्थिति मैंने रही से चिरस्थायी नुह। विज्ञेयम पन्यस्त्री संगतम गच्छ, हे भगवान गोटे एग्जांपल दौरान, जमती कौन से वेश्या पाखु आम अवधूत मत कही पिंगला वेश्यर मुझे शिखिले, पिंगला वेश्या इंतजार करता,
तो ज्यादातर कौन हुए, साधारणतः ବେଶ୍ୟା ପାଖକୁ ଯାଆନ୍ତି ପୁରୁଷ। ଏଇଠି ସେ ଏକ୍ଜାମ୍ପଲ ଦେଇଛନ୍ତି। କୌଣସି ଗୋଟେ ବେଶ୍ୟା ଆସିଲା ଗୋଟେ ଦିନ ପାଇଁ 2 ଦିନ ପାଇଁ, ସେ କଣ ରହିବ କି ପରମାନେଣ୍ଟ? ପଳେଇଯିବ ନା। ହଁ, ସେମିତି ଏ ଫଳ ତମ ପାଖକୁ ଆସିଲା, ତମେ ଫଳ ପାଖକୁ ଯିବନି, ତମେ ତମ ଫଳ ପାଖକୁ ଆସିଲା। ସେ ବାସ ରହିଲା, ତମେ ଭୋଗ କଲ। ଏ ଚକ୍ର ମନେ ପକାଉନାହାନ୍ତି, କର୍ମ ଫଳ ଦେନ୍ ଭୋଗ। ଯେ ପର୍ଯ୍ୟନ୍ତ ଭୋଗ କରିନ ନା, ଫଳ ରହିବ ତମ ପାଖରେ ଛାୟା ଭଳିଆ, ଗୌରୀ ବସୁତ ବତ୍ସଳ ଭଳିଆ। ଭୋଗ କଲ, ଫଳ ଚାଲିଗଲା, ଫଳ ଖତମ। ୟା କୋଉ କୋଉ ଫଳ ତମକୁ ଯିବାକୁ ପଡୁଛି, ସ୍ୱର୍ଗକୁ ଗଲ। ଯେତେବେଳେ ତମେ ଗଲ, ଯେମିତି ବେଶ୍ୟା ପାଖକୁ ଗଲ, ଭୋଗ କଲ, ସେ କହିବ ହୋଇଗଲା ଯାଅ। ଏସବୁ ରେଡ୍ ଲାଇଟ୍ ଏରିଆ ଜିନିଷ ସବୁ ନାହିଁ। ସେମାନେ ପଚାରନ୍ତି ରେଟ୍ କେତେ, ଇଏ କେତେ, ଓ କେତେ। ସେ କହିଦିଅନ୍ତି କ୍ଲିୟରଲି, ଏତିକି ରେଟ୍, ଏତିକି ଘଣ୍ଟା, ସରିଲା, ଭୋଗ କର, ଗେଟ୍ ଆଉଟ୍। ଏକ୍ସାମ୍ପଲ ଆମକୁ ଟିକେ ଖରାପ ଲାଗୁଛି, ମତେ ବି ଖରାପ ଲାଗୁଛି, କିନ୍ତୁ ଜାଣି ବୁଝିକି ସୁରେଶ୍ୱରାଚାର୍ଯ୍ୟ କିଛି କହିଛନ୍ତି, ଗୋଟେ ପଏଣ୍ଟ ତ ଥିବ। କଣ ଏଟା? ବୈରାଗ୍ୟ ପାଇଁ। ବାବା ଦେଖ, ଏହା ହିଁ ତ ବ୍ୟବହାର ହଉଛି। ଯୋଉ ନିଚ ଲୋକ ଯାଉଛନ୍ତି, ସେ କଣ କରୁଛନ୍ତି? ବା ବେଶ୍ୟା କଣ କରୁଛି? ଭଗେଇ ଦଉଛି। ସେମିତି ଏ ଫଳ ମଧ୍ୟ, ଭୋଗ କଲ ନା, ଗେଟ୍ ଆଉଟ୍, ରହିବନି ସେ, है ना। ସେଇ ପ୍ରକାର ଏଇ ଯୋଉ ଉପାସନା ଫଳ, କର୍ମର ଫଳ ନିତ୍ୟ ନୁହଁ। ନିତ୍ୟ ତାହେଲେ କଣ? ଅନଲି ଜ୍ଞାନ। ଏ 2:10 କହିବେ, ନିତ୍ୟ ଅନଲି ଜ୍ଞାନ। ଆଚ୍ଛା, ୟେସ୍, ପଢିବା। ହଁ, ଆଚ୍ଛା, ନିତ୍ୟ କଣ? ନିତ୍ୟ ଭୋଗ ନୁହଁ, ନିତ୍ୟ ସ୍ୱର୍ଗ ନୁହଁ, ନିତ୍ୟ ହଉଛି ମୋକ୍ଷ ପ୍ରାପ୍ତ କରିବା। ତ ମୋକ୍ଷ ହଉଛି ପ୍ରାପ୍ତ କେମିତି ହବ? ମୁକ୍ତିସ୍ତୁ ବ୍ରହ୍ମ ତତ୍ତ୍ୱସ୍ୟ मुक्तिस्तु ब्रह्मतत्त्वस्य ज्ञानादेव न चान्यथा। ज्ञानादेव न चान्यथा। स्वप्नबोधं विना नैव स्वप्नबोधं विना नैव स्वप्नो हीयते यथा। स्वप्नो हीयते यथा। मुक्ति ही क्या है? क्योंकि ये संसार दुख दावानल विवेक चुड़ावणी, हाँ क्लियरली କୁହାଯାଇଛି। ତ ଯେତେବେଳେ ମନୁଷ୍ୟ ଭିତରେ ଜିଜ୍ଞାସା ଆସିବ, ମୁମୁକ୍ଷୁ ଆସିବ, ମୁମୁକ୍ଷା ମାନେ ମୁମୁକ୍ଷୁ, ଜିଜ୍ଞାସା ଦେନ୍ ସେ ହବ ଜିଜ୍ଞାସୁ, ପିପାସା ଦେନ୍ ସେ ହବ ପିପାସୁ, है ना। ବିବିଦିଶା ଦେନ୍ ସେ ହବ ବକ୍ତା। ଏ ଜଣ କହିବା ପାଇଁ ଚାହୁଁଛି। ହଁ, ତ ମୁକ୍ତି, ମୁମୁକ୍ଷା, ଏ କଣ? ଏସବୁ ଉପାସନା କଲେ ମିଳିବନି। ଉପାସନାର କାମ ଓନ୍ଲି 2 ପ୍ରକାର ଫଳ ଆପଣଙ୍କୁ ଅବାନ୍ତର ଫଳ ଦେଇଦେଲା, ଆଉ ଗୋଟେ ଫଳ ଦେଇଦେବ ଅନ୍ତଃକରଣ ଶୁଦ୍ଧି, ମନ ଶୁଦ୍ଧି। ମନ ଭିତରେ ଯୋଉ ଇଏ ୱାସିଂ ମେସିନ ଭଳିଆ, ଯେମିତି ନରକରେ ୱାସିଂ ମେସିନ ସିଏ ଏକ ଷ୍ଟାଇଲ, ସେମିତି ଉପାସନାର ବି ଷ୍ଟାଇଲ। ଉପାସନାରେ ଶୁଦ୍ଧ ହେଇଯିବ। ଆଚ୍ଛା, ତ ଆଉ ଯେତେବେଳେ ଅନ୍ତଃକରଣ ଶୁଦ୍ଧ ହେଇଯିବ ନା, ପାପସ୍ୟ କ୍ଷୟ, ପାପସ୍ୟ କ୍ଷୟା ପୁଂସଃ ଜ୍ଞାନମ୍ ଉତ୍ପଦ୍ୟତେ। ପାପର କ୍ଷୟ ହେଇଗଲା ମାନେ ପୁଣ୍ୟ ଆସିଗଲା, ପୁଣ୍ୟସ୍ୟ ଉଦୟ ଜ୍ଞାନ ଉତ୍ପନ୍ନ। ଜ୍ଞାନ ପାଇଁ ଯଦି ଇଣ୍ଟରେଷ୍ଟ ହଉଛି, ଜାଣିଲା ଆର ପୁଣ୍ୟ ଆସିଗଲା। ଯଦି ସେ ଜ୍ଞାନ ପ୍ରାପ୍ତ କଲା, ହେଇଗଲା पुण्य। किए गोटे गुरु पाइले, जी गुरु। मत किए जने प्रश्न पूछ रहे थे, स्वामी जी आप पूरी राजा के साथ 10,000 लोगों के सामने भी प्रवचन देते हैं, अभी प्लान हो रहा है 500 600 स्टूडेंट्स ପାଇଁ କ୍ୟାମ୍ପ ଜୁନ୍ ମାସରେ।
ଭୁବନେଶ୍ୱର ଅସ୍ତରଙ୍ଗରେ। ଆଉ ଏଇଠି ଆପଣ 15-20 କେବେ କେମିତି 25, 29, 30 या फिर କେବେ 25, 24 କେବେ ଏମିତି ହଉଛନ୍ତି। ତ ଆପଣଙ୍କ ସେମ୍ ଜୋସ୍ରେ କହୁଛନ୍ତି। ଆପଣ ରାଞ୍ଚିରେ ବି ଯେତେବେଳେ ଥିଲେ ପ୍ରବଚନରେ ସେଇ 8-10 ଜଣ ହଉଥିଲେ, ଏବେ ବି ପଟିଆଲାରେ ସେଇ ଷ୍ଟାଇଲରେ ଦଉଛନ୍ତି। ଜଣକୁ ଜଣ କିଏ ଯଦି ପଚାରୁଛନ୍ତି ଆପଣ 1/1, 1-to-1 କରନ୍ତୁ, ତାକୁ ବି କରୁଛନ୍ତି। କେମିତି ହ୍ୱାଟ ଇଜ ଦ ଆଟିଟ୍ୟୁଡ, ଭାବନା କଣ? ମୁଁ କହେ ଦେଖ ବାବା, ମୁଁ ସାଧନା ଦୃଷ୍ଟିରୁ ଅନୁଭବ କରେ ଅହಂ ବ୍ରହ୍ମାସ୍ମି, ମୁଁ ବ୍ରହ୍ମ। ବ୍ୟବହାରିକ ଦୃଷ୍ଟିରେ ମୁଁ ଜଣେ ସ୍ୱାମୀଜୀ, ଟିଚରର ରୋଲ କରୁଛି, ଗୁରୁର ରୋଲ। ତ ମୋ ସହିତ ଯିଏ କନେକ୍ଟ ହବ ସିଏ କନେକ୍ଟ ହବ। ତ ଆମେ ସବୁ ପୂର୍ବ ଜନ୍ମର ଲେଖା ଲେଖି କରିକି ଆସିଛନ୍ତି ଧରା, ମାନେ ଆମମାନଙ୍କର ଲେଖା ଜୋଖା କହନ୍ତି ଓଡ଼ିଆରେ। ଯିଏ ଯୋଉ କନେକ୍ଟ ହେବେ ସେ କନେକ୍ଟ ହେବେ। ଏବେ ଯେମିତି ଆପଣମାନେ ସମସ୍ତେ କଣ ମତେ ଗୁରୁ ମାନୁଛନ୍ତି? ନାଇଁ ନା। ଜଣେ ୟେସ୍ ପ୍ରବଚନ ଦଉଛନ୍ତି, କିଏ ପୁରା ଡାଇରେକ୍ଟ ଗୁରୁ ମାନୁଛନ୍ତି, ୟେସ୍ ଦୀକ୍ଷା ନେଇକି ପୁରା ଗୁରୁ, ଇଏ ହିଁ ମୋର, ଆଉ ନା ମାନେ ଇଏ ହିଁ ଆଉ ନାହିଁ। ଆଉ କାରଣ ଯାହାର ବି ଶୁଣିବେ, ଆଙ୍କର ବି ଶୁଣିଦବ, ତାଙ୍କର ବି ସିଦ୍ଧାନ୍ତ। ତ ଯିଏ ଯୋଉଟା ସେଟିଂ କରିକି ଆସୁଛନ୍ତି, ସେ ଯାହା ହଉ କହୁଛନ୍ତି, ଯାହା କର ଡଜଣ୍ଟ ମ୍ୟାଟର। ଗୁରୁଦେବ ମଧ୍ୟ ଆରମ୍ଭ କଲେ କେତେ। ଏବେ ଗଜପତି ମହାରାଜଙ୍କ ସହିତ ମିଟିଂ ହଉଥିଲା, 3rd ବାଇଜ୍ ଯୋଉ କୋର୍ସ ହବ ନା, ତା ବିଷୟରେ ସେ କହୁଥିଲେ ଏମିତି ଏମିତି କୋର୍ସ କରୁଛନ୍ତି, ଦି ଫର ଅଲଗା ଅଲଗା ପ୍ରଚାର କରୁଛନ୍ତି, ଇଏ କରୁଛନ୍ତି। ତ ମୁଁ ଆଉ ଉତ୍ତର ଦେଲିନି, କାରଣ କଣ୍ଟିନ୍ୟୁ ଚାଲିଥିଲା, ସମୟ କମ୍। ମାନେ ଗୁରୁଦେବ 1951ରୁ ଆରମ୍ଭ କରିକି କୋର୍ସ କଲେ, କୋର୍ସ ଟିକେ ପରେ କଲେ, 75ରେ କଲେ, 70ରେ କଲେ, 77, 75 ଏମିତି କରିଛନ୍ତି। ଠିକ ସ୍ୱାମୀ ଦୟାନନ୍ଦଙ୍କୁ କହିଲେ ତମେ କର, ଗୁରୁଦେବ ବି ପଢଉଥାନ୍ତି। ସେଇଠୁ ସେଇ ସମୟରୁ ଷ୍ଟାର୍ଟ ହେଇଗଲା କୋର୍ସ କରିକି ଛାଡ଼ିଦେବାଟା। କିଏ ବାହା ହେଇଗଲେ, କିଏ ଛାଡ଼ିଦେଲେ, କିଏ କ'ଣ, ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଛି। ଏବେ ସିଦ୍ଧବାଡ଼ି କୋର୍ସ ହେଇ 10 ଜଣ କମ୍ପ୍ଲିଟ୍ କଲେ, 5 ଜଣ ମାତ୍ର ଦୀକ୍ଷା ନେବେ। ଆଉ ଦୀକ୍ଷା ଆଜିକାଲି ସିଷ୍ଟମ 6 ମାସ ବା 1 ଇୟର ହ୍ୱାଇଟରେ ରହ, नो चेंज ऑफ नेम, नो चेंज ऑफ क्लथ, सेंटर रह, तापर जदि लगिला ही हम ये करी बस। कारण जो दिन पाइले येलो संगे संगे ऋषिकेश हरिद्वार पड़े जाउछन। तमे किए ना मो चिन्मय मिशन रो। तो चिन्मय मिशन रो गोटे ना अछि यूनिवर्सिटी, तो समस्त एक्सेप्ट करछन, नौछन। फिर गोटे 2 वर्ष रहउछन, मागुछन हम सन्यास दियन, देखुछन हां कंप्यूटर जानिछि पिला, भलो कहूछि, इंग्लिश कहूछि, ये कहूछि, मैनेजमेंट जानिछि। ना चिन्मय मिशन रे जदि कोर्स कर दबो, डिसिप्लिन हे जिवो से। बस से माने रखुछन, तांको मते दरकार। ए देखना आनंदमय आश्रम रे मु जेतले स्वामीजी अच्युतानंद को भेटे, स्वाति जानिछि, सी भी कहते तो हमर सब अछि ज्ञानी विद्वान और स्वामीजी नाहंते। हसी के कहते तुम्हारे जैसे का चाहिए, फिर आवरी हसी कहते तुम ही आ जाओ, मजारे कहते से जानछन आसीबनी। ଏବେ ତ ଦେହ ଖରାପ ହେଇଗଲାଣି, ମୁଁ ଯାଇକି କେବଳ ପ୍ରଣାମ କରୁଛି। है ना डिफिकल्ट। तो गुरुदेव को ଯେତେବେଳେ କହନ୍ତି ସେ ଡୋଣ୍ଟ ୱାରି, ସେ ଯୁଆଡେ ଯିବ ବି, ଆମ ଓଡ଼ିଆରେ ଅଛନ୍ତି ଢିଙ୍କି ସ୍ୱର୍ଗକୁ ଯିବ ମଧ୍ୟ କ'ଣ କରିବ, ଢିଙ୍କି ଢିଙ୍କିର କାମ କରିବ, ଡଜଣ୍ଟ ମ୍ୟାଟର ଇଧର ସ୍ୱର୍ଗକୁ ରହୁ ଇଏ ରହୁ, ସେ ଯୁଆଡେ ବି ଯିବ ଏହା କରିବ, इसलिए ଚିନ୍ତା ନାହିଁ। ତେଣୁ ଯିଏ ଯାହା ଯଦି କନେକ୍ଟ ଅଛନ୍ତି କିନ୍ତୁ ଜ୍ଞାନ ପ୍ରାପ୍ତ କରୁଛନ୍ତି ନା, ଦ୍ୟାଟ୍ ଇଜ ମେନ୍। ମୁକ୍ତି କ'ଣ? ତୁ ବ୍ରହ୍ମ ତତ୍ତ୍ୱस्य ଜ୍ଞାନ, ବ୍ରହ୍ମ ତତ୍ତ୍ୱର ଜ୍ଞାନ ହିଁ ମୁକ୍ତି, ବ୍ରହ୍ମ ତତ୍ତ୍ୱର ଜ୍ଞାନ। ତେଣୁ ଯାହା ବି କରୁଛ, ୟୁ କମ୍ ଟୁ କନକ୍ଲୁଜନ, ୟୁ କମ୍ ଟୁ योर पेस ब्रह्म ज्ञान। ब्रह्म ज्ञान मु शरीर नुह, अहम ब्रह्म, मु ब्रह्म। ब्रह्म ज्ञानस्य ज्ञान, ब्रह्म ज्ञानात् एव अन्यथा च न, आउ किछि नहीं। नान्य पंथायनाय विद्यते, नान्य पंथायनाय विद्यते, आउ किछि उपाय नहीं। ऋते ज्ञानान्न मुक्ति ही, बिना ज्ञान रे मुक्ति नहीं। ज्ञानादेव तो कैवल्यम, ज्ञान रो ही कैवल्यम।
ପ୍ରାପ୍ୟତେ ତେନ ମୁଚ୍ୟତେ। याद्वारा ହିଁ ମନୁଷ୍ୟ ମୁକ୍ତି ହବ। ଆଉ ଉପାୟ ନାହିଁ, ତାକୁ ହିଁ ତମେ ପ୍ରାପ୍ତ କର। ସ୍ୱପ୍ନ ବୋଧମ ବିନା ନୈବମ୍। ଆଚ୍ଛା, ତମେ ସ୍ୱପ୍ନ ଦେଖୁଥିଲ, ଯେ ପର୍ଯ୍ୟନ୍ତ ସ୍ୱପ୍ନ ଦେଖୁଛ ଜାଣିପାରୁନ, ସେତେବେଳେ ମଜା ଲାଗୁଛି। ଏବେ ମୁଁ ସବୁ ନଦୀ ନାଳ, ଆକାଶ ପଶ୍ୟ ଦେବସ୍ୟ କାବ୍ୟମ୍ ଦେଖୁଛି, କହୁଛି, ହେଲା। ସ୍ୱପ୍ନ ସେ ଅନୁସାରେ ଦେଖିବ। ଏବଂ ମୁଁ ମଧ୍ୟ କାଲି, ମାନେ କାଲି ନାହିଁ, 2-3 ଦିନ ପୂର୍ବରୁ ଦେଖିଛି, 3 ଦିନ 4 ଦିନ। କ'ଣ, ଏବେ ଯେତେବେଳେ ଇଏ ଡେଲି ଡେଲି ଘର ଘର में ସତ୍ସଙ୍ଗ ହୁଏ ନା, ତ ମୁଁ କହେ କେଇଥିପାଇଁ ଆମେ ସତ୍ସଙ୍ଗ କରୁଛୁ ନା 25 ଏପ୍ରିଲରେ ଲୋକ ହେବେ, ଇଏ ହେବେ, ସିଏ ହେବେ, ଆଣ୍ଡ ମୁଁ ଚାଣ୍ଟିଂ କରେଇବି, ଆପଣମାନେ ଶିଖିବେ, ଇଏ କରିବେ, ଏମିତି ମୁଁ କହେ। ଦେନ୍ ଆପଣ ପ୍ରାକ୍ଟିସ୍ କରନ୍ତୁ, ଇଏ କରନ୍ତୁ, ଗୀତା ଚାଣ୍ଟିଂ କରନ୍ତୁ, କ୍ଲାସ୍ ଇଭିନିଂ 9 PM ଶୁଣନ୍ତୁ, ଇଏ ସିଏ ମୁଁ ଶିଖଉଛି। ଓ ହୁଁ, ତାପରେ ପରିଚୟ କରିବି ନୂଆ ଘରେ, ମାନେ ଯାହା ଘରକୁ ଯିବେ ନୂଆ ନୂଆ ଲୋକ ବି ଆସିଥାଉଛନ୍ତି, ଡକାଯାଉଛି, ସେମାନେ ପରିଚୟ ଇଏ ଆମର ପ୍ୟାଟ୍ରନ, ତ ଡକ୍ଟର ରାଜନ ଗୁପ୍ତା। फिर ये चैंटिंग कला बेलକୁ ଶଶୀ ଆମ୍ମା କହୁଛି, ଶଶୀ ଆଉ ଜଣେ ଅଛନ୍ତି ରବିଙ୍କର, ତ ଆମର ଡକ୍ଟର ଶଶୀ ଆମ୍ମା ସେଇ ଗୋଟେ ମାଇଣ୍ଡରେ ରହୁଛି। ତ ବର୍ତ୍ତମାନ ସ୍ୱପ୍ନ କ'ଣ ଦେଖିଥିଲି, କୋଉଠି ଗୋଟେ ମୁଁ ପ୍ରବଚନ ଅଛି, ଆଉ ପ୍ରବଚନରେ ବସିବି, ଦେନ୍ ଶଶୀ ଆମ୍ମା ସିଏ କହନ୍ତି ବି ଯୋଉଠି ଯୋଉଠି ପ୍ରବଚନ କରନ୍ତି, ସ୍ୱାମୀଜୀ ଆପଣ ବସିବେ, ଆମେ ଆପଣଙ୍କୁ ଇଏ କରିବୁ ଯେମିତି ଚିନ୍ମୟ ମିଶନର ନିୟମ ଅଛି। ଆ, ପୂର୍ଣ୍ଣ କୁମ୍ଭ, ଫୁଲମାଳ, ଚନ୍ଦନ ସିନ୍ଦୁର, ଏବେ ପ୍ରାୟ ପ୍ରତ୍ୟେକ ଘରକୁ ଯାଉଛି ତ ହଉଛି। even ଆପଣମାନଙ୍କ ଘରକୁ ଆସିଲେ ବି ହଉଛି। ଆମ ଘରକୁ ତ ଆସିନାହାନ୍ତି, ତମେ ଡାକିନ। ତ ଏଇଯାକ ସବୁ ଦେଖୁଛୁ, ସ୍ୱପ୍ନ ସେୟା ଦେଖିଛି, କ'ଣ ଏହା ହେଇଛି। ବର୍ତ୍ତମାନ କ'ଣ ହୁଏ, ଆମ୍ମା କହିବା ପାଇଁ ଟିକେ ବେଶୀ ଇଣ୍ଟରେଷ୍ଟ ନିଅନ୍ତି, ଆଉ ଡକ୍ଟର ରାଜନ ଚୁପ୍ ରୁହନ୍ତି, ଇଏ କହୁଛନ୍ତି କୁହନ୍ତୁ। ତ ବର୍ତ୍ତମାନ କ'ଣ, ଆମ୍ମା ପରେ 2 ବର୍ଷ ହେଇଗଲାଣି, ଆମ ପରେ ଡକ୍ଟର ରାଜନ ହିଁ କହୁଛନ୍ତି। କିଛି ଫଙ୍କସନ୍ ହେଲା, ଇଏ ହେଲା, ଆମେ ବୋଲୁ, ତ ମୋ ଭିତରେ ସଂସ୍କାର ଅଛି। ତ ସ୍ୱପ୍ନ କ'ଣ ଦେଖୁଛି, ମୁଁ ପରିଚୟ କରେଇଥିଲି, ଇଏ ଡକ୍ଟର ରାଜନ, ଇଏ ସେକ୍ରେଟାରୀ, ସ୍ୱପ୍ନ ଦେଖୁଛି। ବର୍ତ୍ତମାନ ଆମ୍ମା କହିବା ପାଇଁ ଯାଉଥିଲେ, ଠିଆ ହେଇଗଲେ ଡକ୍ଟର ରାଜନ। ସ୍ୱପ୍ନ ତେଣୁ ବାଧ୍ୟ ହେଇକି ମାମା ଦେଲେ, आप बोलेंगे क्या ନା, ହଁ। ତ ସିଏ କହିଲେ ମୋ ବିଷୟରେ। ସ୍ୱାମୀଜୀ ବହୁତ ଷ୍ଟ୍ରିକ୍ଟ, ଯେମିତି ଏବେ ସବୁ ଅର୍ପିତା, ସୂର୍ଯ୍ୟକାନ୍ତି ଏସବୁ କହୁନଥିଲେ, ଷ୍ଟ୍ରିକ୍ଟ ଷ୍ଟ୍ରିକ୍ଟ ବିଷୟରେ। ଆମ ବ୍ରହ୍ମଚାରୀ ମାନଙ୍କୁ ପଚାରିବେ, ସିଏ କହିବେ ଆମ ଗୁରୁଜୀ ମାଧବାନନ୍ଦजी बहुत स्ट्रिक्ट ଥିଲେ, बिल्कुल रूम भीतर प्रवेश କରୁନଥିଲେ। तो तुम्हारा ड्यूटी है क्या, नहीं नहीं, फिर हो गया ना, बस खड़े खड़े विदाय। मैक्सिमम ଝିଅ ପିଲା ଆସିବେ, ବସିବେ, ବ୍ରହ୍ମଚାରୀ ବହୁତ ଷ୍ଟ୍ରିକ୍ଟ ଏମାନେ କହନ୍ତି। ଏବେ ମଧ୍ୟ ରାଉରକେଲା ଆସିଲେ ଷ୍ଟ୍ରିକ୍ଟ ଥିଲେ, ତଥାପି ଟିକେ ସମସ୍ତଙ୍କ ଘରକୁ ଯାଏ, କଥାବାର୍ତ୍ତା ହୁଏ, ଚିକ୍ ଲड़का ଥିଲେ ତାଙ୍କ ସହିତ ଗପସପ କରେ, ହସ ଆସେ। ରାଞ୍ଚିରେ ଆସିଲେ ଆଉ ଟିକେ ଢିଲା କହନ୍ତି, ଟିକେ। ପଟିଆଲାରେ ଆସିଲେ କହୁଛନ୍ତି ବହୁତ ଢିଲା। ଢିଲା ମାନେ ପ୍ୟାର, ଏତେ ଷ୍ଟ୍ରିକ୍ଟ ରଖୁନି ମୁଁ। କ୍ଲିୟର? ତ ସେମିତି କହିବାର ବାହୁଲ୍ୟ କି ଆପଣ ସ୍ୱପ୍ନ ଯାହା ଦେଖୁଛନ୍ତି, ସେ ସ୍ୱପ୍ନଟା ସ୍ୱପ୍ନ ଜାଣିବେ କେମିତି? ଟପିକ ଆସିଲା, ମେନ୍ ଟପିକ। ସ୍ୱପ୍ନଟା ସ୍ୱପ୍ନ ଜାଣିବେ ତେବେ ଯେବେ ଜାଗ୍ରତରେ ଆସିବେ ନା। ଯେ ପର୍ଯ୍ୟନ୍ତ ଜାଗ୍ରତରେ ଆସିବେନି, यथा स्वप्नबोधम बिना स्वप्न स्वस्वप्न न एव हीयते। ସ୍ୱପ୍ନକୁ ଜାଣିଲେ ହିଁ ସ୍ୱପ୍ନ ତ୍ୟାଗ ହବ। ସ୍ୱପ୍ନକୁ ଜାଣିବେନି ଯଦି ହୁଁ ହବନି। ଯା ଜାଗ୍ରତ ଅବସ୍ଥାରେ ଆସିଲେ ହିଁ, ଜାଗିଲେ ହିଁ, ଉଠିଲେ ହିଁ, ନିଦରୁ ଉଠିଲେ ହିଁ ସ୍ୱପ୍ନକୁ ଜାଣିବେ ଏବଂ ସ୍ୱପ୍ନ ନଷ୍ଟ ହବ। ଯେପର୍ଯ୍ୟନ୍ତ ଭିତରେ ଶୋଇଥିବେ ସ୍ୱପ୍ନ ନଷ୍ଟ ହବନି, ସେ ତାର ଚାଲିଥିବ। ସ୍ୱପ୍ନକୁ ତ୍ୟାଗ କରିକି ଜାଗ୍ରତ ଅବସ୍ଥାରେ ଆସିଲେ ହିଁ ସ୍ୱପ୍ନର ପ୍ରତୀତି ଜାଣିବ, ଏ ହଉ ଏଇଟା ସ୍ୱପ୍ନ, ନହେଲେ ଜାଣି ହବନି। ସେଟାକୁ ଲାଗିବ ସତ୍ୟ। ସେମିତି ଯେ ପର୍ଯ୍ୟନ୍ତ ଜ୍ଞାନ ପ୍ରାପ୍ତ କରିନାହାନ୍ତି, ଏ ଜଗତଟା ସତ୍ୟ ଲାଗିବ। ହୁଁ, ଇଏ ହଉଛି ସ୍ୱପ୍ନ। ଓହୋ, ଏବେ ଗୋଟେ ୱାର୍ଡଟେ ଅର୍ପିତା ଅର୍ପିତା, ଅନବସ୍ଥା ଦୋଷ। ଏଇ ଯୋଉ ଆଉ ଆ ପରେ ତାର 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 ପରେ, ଏମିତି ଗୋଟେ ଉପରେ ଗୋଟେ
गोटे ईश्वर सेकेंड ईश्वर जो कंटिन्यू चलियो ना अनलिमिटेड सी हूँ अनवस्था दोष चारोटी दोष अच्छी ना चक्रिका दोष बुलुथु बदत बाधात दोष एंड आत्माश्रय दोष एंड ला ये गोटे हूँ अनवस्था दोष अनवस्था ना कोई अवस्था नहीं कंटिन्यू अनलिमिटेड पर्यंत कंटिन्यू चली तो ये सब चलती ये दोष हो अच्छा फिर कौन कहते शुणु 211 अद्वितीय ब्रह्म तत्वे अद्वितीय ब्रह्म तत्त्वे स्वप्नोऽयमखिलं जगत् स्वप्नोऽयमखिलं जगत् ईशजीवादिरूपेण ईसजीवादिरूपेण चेतना चेतनात्मकम्। चेतना चेतनात्मकम्। ଦେଖ ବାବା କଣ ଏଇ ଯୋଉ ତମକୁ ଈଶ ଏବଂ ଜୀବ ଦେଖାଯାଉଛି ଦେଖ ତୁମେ ତ ବେଦାନ୍ତ ଷ୍ଟୁଡେଣ୍ଟ ବିଦ୍ୟାରଣ୍ୟ କହୁଛନ୍ତି ମୁଁ ସବୁ ବୁଝେଇଲି ଆଗରୁ ବି ଟପିକ ଚାଲିଥିଲା ଈଶ ଜୀବ ହିଁ ଚାଲିଛି ନା ହଁ ये ईश जीवादि रूपेण वर्तमानम वर्तमान ମାନେ ପ୍ରେଜେଣ୍ଟ ଟେନ୍ସ ନାହିଁ ବର୍ତ୍ତମାନ ଯୋଉଟା ରହୁଛି ବର୍ତ୍ତତେ इति जोटा हमेशा ही सत्ता स्फूर्ति चेतन अचेतनात्मकम अखिलम जगत अयम अद्वितीय ब्रह्म तत्व स्वप्न ये अद्वितीय ब्रह्म तत्व रे ही जीव एंड ईश्वर होची ये स्वप्न भलिया अद्वितीय ब्रह्म तत्व रे ही ईश्वर एवं जीव केमिति ना अद्वितीय ब्रह्म प्लस समष्टि माया इज गोटे ईश्वर अद्वितीय ब्रह्म प्लस व्यष्टि माया इज गोटे जीव ये ही चले अब ये जब अब जीव कौन की गोटे यूनिट प्रपंच समष्टि जगत समस्त प्रपंच माया अयम जगत माया रे तीन टा अवस्था हुए सृष्टि स्थिति लय कौन जागृत स्वप्न सुस्त होते तत्तस्य त्रय आवासथाः त्रय स्वप्नाः माय गॉड कहते जाग्रत को आम ठोस कहूँ जाग्रत अवस्था वस्तु देखुचु स्वप्न को आम कहूँ वस्तु नाही एणु प्रतीत अन्यथा प्रतीति सुषुप्ति को कहूँ अप्रतीति अप्रतीति देखा जाऊनी अग्रहण स्वप्न अन्यथा ग्रहण जाग्रत ग्रहण हाँ मांडुक्य रे कारिकारे गौड़पाद कहउछंती जेमिति स्वप्न रे अन्यथा ग्रहणम हाँ सेमिति जाग्रत अवस्था मध्य अन्यथा ग्रहण केमती ना तुम्हें जो कहो माइक स्क्रीन वॉच आदि वस्तु सतरे वस्तु नुह तुम्हें जानी न बोली वस्तु कौच ताले कौन सबकिछि सत्ता चेतन ब्रह्म ब्रह्म ही तुमको घड़ी रूपरे नाम रूपरे देखा जाउची अन्यथा ग्रहण आउ किसी समय पर अग्रहणम ये रूप नाम किसी देखा जीवन ओनली ब्रह्म देखा जीव तो जान सत्य ज्ञानम अन्यथा गृहते स्वप्न निद्रा तत्व अजानतः विपर्यासे तयो क्षीणे तुरीयम पदमश्नुते गौड़पादाचार्य कारिकारे कहते अच्छा मांडुक्य कारिकारे कौन कहते ना कहते अन्यथा गृहत स्वप्न निद्रा तत्व विपर्यासे तयो क्षीणे तुरीयम कहते ये जो स्वप्न ये अन्यथा ग्रहण आउ जो निद्रा अग्रहण ये नष्ट केबे हबे ना जागृत अवस्था आसिले सेमती ये जागृत स्वप्न सुषुप्ति अवस्था नष्ट हब तुरी अवस्था तुम पड़े आसो प्रयमेत सुषुप्तम स्वप्न माया मात्रम श्रुति मध्य कहूला तुरी अवस्था उमा रामचरित मानस शिवजी कहते देखो रामचरित मानस गोटे हूँ भक्तिर ग्रंथ किंतु एते सुंदर कहते टिके जस्ट छौंका भाया दे दौरान उमा कहू में अनुभव अपना वाह 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 रे वाह
उमा शिव जी कहते मेरे अनुभव सुनो। क्या? सत हरि भजन जगत सब सपना। भक्ति भी ज्ञान भी। कहते ये हरि भजन ही सत्य है और बाकी सब जगत सपना है। उमा कहो मैं अनुभव अपना। उमा मु शास्त्र कथा कहूनी शिव जी कहते अनुभव मेरा ये अनुभव है इसलिए मान लो। सारा दुनिया मुझे मानते हैं ना। ଏବେ ଓ ଶିବଲିଙ୍ଗ କୋଉଠି ଗୋଟେ ଇରାନ ନା ଆରବରେ ଥିଲା ସେଠି ଗୋଟେ ଗାଉଛି ସେ ସ୍ତ୍ରୀ ଲୋକଟା ଆରବୀ ଭାଷାରେ ଓମ୍ ନମଃ ଶିବାୟ ଇଏ କରିକି ଏଟା ସୁନ୍ଦର ଶିବଜୀଙ୍କର ଭାଇରାଲ। फिर आपको बैन कर देवे। तू कहीं गाइलू। तो सारा दुनिया शिव जी को मानुଛନ୍ତି କହୁଛନ୍ତି କହୁଛନ୍ତି ମୁଁ ମାନୁଛି କଣ बस हरि भजन। ये बड़ा इंटरेस्टिंग रामचरितमानस है। शिव जी भगवान राम को पूजा କରୁଛନ୍ତି राम शिव जी को पूजा କରୁଛନ୍ତି रामेश्वर राम एव ईश्वर। अनुभव अपना सत हरि भजन हरि भजन हरि ही सत है और उसका भजन करना उसका उपाय भी माध्यम भी सत है हरि। बाकी जगत सब सपना ये जो जगत दिखाते तो सपना है। ये अद्वितीय ब्रह्मरे ही अच्छी। जड़े गाँव नाटक करुची तार ना हूँ रामलाल। सी राजा रोल करुची बांटुची सब विक्रमादित्य भाया हर्षवर्धन भाया। हर्षवर्धन को विषय वर्णन अच्छी 4 वर्ष थे तीर्थ आदि स्नान करके सब बांटती किसी भी न था। भौणी तक ना कौन गोटे राजनंदिनी ना कौन सीए ताकू मागती वस्त्र देना आसुनी फिर लोक माने वापस दियंते एमती इंटरेस्टिंग। एमती अनेक कथा दान रही हरिश्चंद्र दान तो हाँ तो कौन स्वामी जी एग्जाम्पल कहूँ एमतिया सी रामलाल जो गाँव अच्छी सब ड्रामा रे आपण देखिले तापर किस समय पर दरिद्र भी ହେଇଗଲା। ये दीट जग कौन तापाई गोटे ड्रामा तापाई गोटे नाटक तापाई गोटे सपना जगत सपना। तापर से बिड़ी पीकर दिन को मैनेजर कौच कि मत दियो। मैनेजर 500 टका देला ना मत मु डबल रोल करची ना बाकी सब सिंगल रोल कर मोर डबल रोल करची मत 1000 टका दब दरिद्र 500 एटा भी 500 से कहो हो झगड़ा फगड़ा करके तो कटाकटी करके जहाँ दब दब। अरे तुम्हें तो राजा तुम्हें तो दौथुल समस्त सेटा नहीं जगत सब सपना राजा वेश सब सपना मु किए ओरिजिनाली मु रामलाल मुझे टंका नहीं करी जो मद पीते पैसा देवी बस स्त्री को देवी ना से मत बढ़ेब एटा ही सत्य बाकी ये सब झूठा। सेमती आपण बहु योर डॉटर इन ल योर मदर इन ल योर पत्नी योर ये सब रोल इट इज सपना। हु आर यू अहम ब्रह्मास्मि ए बी या AK-47 नहीं अहम कूटस्थ। कूटस्थ और ब्रह्मर अर्थ कौन ना शरीर अच्छी किंतु शरीर रे भीतर अच्छी शरीर है शरीर के अंदर हो मगर मैं आत्मा हूं देन आप बोलोगे कूटस्थ। शरीर को व्याध कर रहे हो देन आप कौन हो आप ब्रह्म हो। आकाश को देख रहे हो नीलिमा देख रहे हो मगर नीलिमा को बाध कर रहे हो देन आकाश रंगहीन है ऐसे। ये जो जीव ईश्वर ना ये भी गोटे गोटे सब उपाधि अच्छे देखो कौन 12 आनंदमय विज्ञान आनंदमय विज्ञान मायावीश्वर जीवकौ मायावीश्वर जीवकौ मायया कल्पिता वेतौ मायया कल्पिता भेतौ ताभ्यं सर्वं
प्रकल्पितम्। ताभ्यां सर्वं प्रकल्पितम्। देखो ये जी संस्कृत न जानचे ना बही भर धर ये मायावी भाविव सी किंतु एटा मायावी नुह केमती क्लियरली भाविव तो मायावी तो लिखा है ना नहीं ये जो मायावी रो मय पळेगला अच्छा तापरे एवं मय पळे के मय हो गला केमती समझे ये जो वी है ना वी ये संधि विच्छेद हो गले ओ आसीओ फिर रहिला कौन ईश्वर औ और ई इज इक्वल टू वी एमती ହେଇଛି हे भगवान अच्छा छाड़ନ୍ତୁ ଆପଣ କଣ କହିବା ପାଇଁ ଚାହୁଁଛନ୍ତି କଣ ଯଦି ईश्वर ना हाँ ये आनंदमय कोश कल्पना पचारुଥିଲା ना ସେଦିନ ଦେଖ ଆସିଛି आंसर ईश्वर आनंदमय हाँ ईश्वर आनंदमय हाँ आम भितर जो सुसुप्तिରେ ଆମେ ଅନୁଭବ କରୁଛୁ ଏଇଟା ଯୋଉ ବ୍ୟଷ୍ଟି पूरा समष्टि आनंदमय कोश आनंदमय कोश ईश्वर एंड विज्ञानमय कोश जीव तो जो विज्ञानमय कोश अच्छी ना हाँ सेटा हम विवेक चूड़ामणि में पढ़ी अभी रिसेंटली देखते विज्ञानमय ये ही जीव ये ही जीवा आसवा करुच्ची ये ही तादात्म्य करुच्ची ये ही कर्तृत्व भाव रखुची से विज्ञानमय कर्तृत्व और मनोवय करणात्मक कर्ण रूप विज्ञानमय ही गोटे मात्र कर्तृत्व और आनंदमय भोक्तृत्व और प्राणमय क्रिया शक्ति अच्छा और अन्नमय कोश आयतन कौन समझ कौन शब्द सब कहले अरे बाबा अन्नमय कोश आयतन गोटे घर दरकार पड़ो ना घर भितर तो सब रे ना पंच ज्ञानेन्द्रिय रे पंच प्राण रे ये जे घर जमी कल्पना मत किसी दिन पूर्व मन पकाउला व्हाट्सएप रे बोधे लिखिथ मैंने देन मु सांगे सांगे फोन कली देन कन्वर्सेशन है भेटिया मत बेसिया देन यस आई विल कम टू योर हाउस जमले तुम्हारा एक एक्स्ट्रा रूम है क्या रूम अच्छी तो घरे मु रही पारि तू मत रखिपर एमती स्टाइल तू मत रखिपर मना है ना तू घरे ही जड़े किए जड़े रहा तो ये शरीर हूँ घर घर भितर ही इंद्रिय मन आदि सब रेणु अन्नमय कौन आयतनात्मक आयतनात्मक अब प्राणमय जानते शक्ति तो क्रिया शक्तियात्मक फिजियोलॉजिकल सिस्टम क्रिया चलची ना प्राण मनोमय का करणात्मक करण ये इंस्ट्रूमेंट आ बिना किछ करी होबनी विज्ञानमय हो कर्तृत्वात्मक ये ता से तादात्म्य है कि मु करुछि ये करुछि भावियो अब आनंदमय कोश भोक्तृत्वात्मक है आनंदमय विज्ञानमय ईश्वर जीवकौ आनंदमय हो ईश्वर समष्टि और विज्ञानमय हो जीव व्यष्टि जीव और पूरा टोटल समष्टि में लगेगा हिरण्य गर्भ और आनंदमय कोश ईश्वर ईश्वर एंड हिरण्य गर्भ मायया कल्पित ये देखो कल्पिता वेतौ लिखा है कल्पिता वेतौ बेत नहीं कि कह बेतौ लिखाई देखो बेतो बेतो न कल्पित ये तो ये सब मायारु कल्पित अच्छे आगे कह अष्टम नहीं नहीं सप्तम अध्याय बर्तमान चलची चित्रगुप्त चित्रदीप तृतीयदीप कौन माया आभासेन जीवो सौ करती इति श्रुत्यतः एबे भी आमे भी देखिते तो पूर्व माया आभासेन जीव ईशो करते माया ही आवेश द्वारा जीव ईश्वर करे कल्पित एव जीव सौताभ्यम सर्वम प्रकल्पितम एबे ये जो 212 अच्छे आउ थे रिपीट करिए से कल्पित जीव सौ माया आवेशेन जीवेशो करती इति श्रुत्यत माया मायिकावेव जीवो सौ स्वच्छो तो काच कुंभवत ये अष्टम चैप्टर रे 60टा श्लोक रे कहबे कूटस्थ दीप रे नारायण गोटे तृप्ति दीप रे कहले कूटस्थ दीप रे फिर कूटस्थ भी कहबे ईक्षणादि प्रवेशंता सृष्टिरीश कृता भवे जागृदादि विमुक्षंता संसार जीव कर्तृत्व
ଏମିତି ସବୁ କହିବେ। ସ୍ୱାମୀଜୀ ଏଇଟା ବୁଝେଇଲେନି, ବୁଝେଇବେ ବୁଝେଇବେ, ଚିନ୍ତା କର। ଏଇଟା ନେକ୍ସଟ ଶ୍ଲୋକ ପାଇଁ ଅଛି, 213 ପାଇଁ। ବର୍ତ୍ତମାନ କଣ? ବର୍ତ୍ତମାନ ହଉଛି ଦେଖ ବାବା, ଏଇ ଯୋଉ ଜୀବ ଏଣ୍ଡ ଈଶ୍ୱର, ଏଇ ଦି ଜଣ ଯାକ ଉପାଧି, ରାଜା ଏବଂ ଦରିଦ୍ର ଭଳିଆ, ସର୍ବଜ୍ଞ ଏଣ୍ଡ ଅଳ୍ପଜ୍ଞ, ସର୍ବଶକ୍ତିମାନ ଏବଂ ଅଳ୍ପ ଶକ୍ତିମାନ, ବଡ ଏଣ୍ଡ ଛୋଟ, ମାକ୍ରୋ ଏଣ୍ଡ ମାଇକ୍ରୋ, ଇଏ ଦିଟା ଯାକ କଣ? ବିରାଟ ସମୁଦ୍ର ଏବଂ ତରଙ୍ଗ, ପାଣିରେ ହିଁ ଇଏ ଆରୋପିତ। ପାଣି ହିଁ ସମୁଦ୍ର ହେଇଛି, ପାଣି ହିଁ ତରଙ୍ଗ ହେଇଛି। ବୁଦ ବୁଦ ବୁଲବୁଲ ବୁଲବୁଲ ବୁଦ ବୁଦ, ଡ୍ରପଲେଟ ଯାଉ କୁହନ୍ତି, କଣିକା। ଆଉ କି ପୁରା ସମ୍ପୂର୍ଣ୍ଣ ସମୁଦ୍ର। ମେଘ ଆଉ କଣିକା। ଆଚ୍ଛା, ଏସବୁ କଣ? ବ୍ରହ୍ମ ତତ୍ଵରେ ଇଏ ଆରୋପିତ। ଉପାଧି କି जीव भी उपाधि, ईश्वर भी उपाधि। ये चेतनात्मक ଆଉ ମାୟାର ଗୋଟେ ଆଉ ଗୋଟେ ଶକ୍ତି ଅଛି, ତମୋ ଅଂଶ। ତମ ଅଂଶରୁ ଜଡାତ୍ମକ ତିଆରି କରିଦଉଛି। ମାୟା ଭିତରେ ସାତ୍विକ ରାଜସିକ ତାମସିକ ଅଛି। ଚେତନାତ୍ମକ ଦୃଷ୍ଟିରୁ ଯେ ଈଶ୍ୱର ଜୀବ, और ଜଡାତ୍ମକ ଦୃଷ୍ଟିରୁ ତମ ଅଂଶ ଦୃଷ୍ଟିରୁ ଏ ଜଗତର ତିଆରି ହେଇଯାଉଛି। ଠିକ। ତାପରେ ଏ ଯୋଉ ପ୍ରଥମେ ଜୀବ ସୃଷ୍ଟି ଈଶ୍ୱର ସୃଷ୍ଟି କୁହାଯାଇଥିଲା, ମନେ ଅଛି ନା? ସେ ଯୋଉ ଦ୍ୱୈତ ପ୍ରକରଣରେ ସେଇଟାକୁ ଟିକେ ଏଠି ନଉଛନ୍ତି। 213 ईक्षणादि प्रवेशान्ता ईक्षणादिप्रवेशान्ता सृष्टिरीशेन कल्पिता सृष्टिरीशेन कल्पिता जाग्रदादि विमोक्षान्त जाग्रदादिविमोक्षान्तः संसारो जीवकल्पितः। संसारो जीवकल्पितः। देखो ये जो देन जो जीव और ईश्वर ही गले ना, हाँ ब्रह्म को भाई ही गला ना, हाँ मु तुम दी जन को तैयारी कर देले। हम प्रथमे ईश्वर को तैयारी करिवे, तापरे जगत और जीव को तैयारी कर देवे, तापरे ईश्वर को कहिवे हाँ तमे तैयारी कर, मु बर्तमान बसछि चुपचाप। तो ईश्वर कौन करिवो? ईक्षन्ते देखियो से। ईश्वर कौन करिवो? अरे मु तो बहुत हे गली, मु फिर हेबी बहुत श्याम प्रजा ये थी। फिर ईश्वर ईक्षण करिकी ता भीतर प्रवेश करियो से। तत्सृष्टा तवे तदेवानुसार କରିକି ଦେନ୍ ଜଗତ ତିଆରି କରିବ। ଜଗତ ହେଇଗଲା ମାନେ ଜୀବ ବି ହେଇଗଲା। ମହା ଉପନିଷଦରେ ବି ଏ ବର୍ଣ୍ଣନା ଅଛି। ଏଇ ଯୋଉ ईक्षणादि प्रवेशांता सृष्टि ऋषेन कल्पिता जागृदादि विमोक्षांत संसार जीव कल्पिता, ये उपनिषद रे वर्णन ଅଛି। उसको नहीं क्या सुनते ସେଇଠୁ ତାଭ୍ୟम सर्व प्रकृतितम, ସେଇଠୁରୁ ହିଁ ତିଆରି ହେଇଛି ଦ୍ୱୈତ ହିଂସା। पंचदशी जो षष्ठ अध्याय पूर्वर भी कहला मायावासन जीव करोति इति श्रुत जो कहुई प्रथम भी कहला। हाँ ये अध्याय 155 155 आगे भी कहे ईक्षणादि प्रवेशांता सृष्टि ऋषिकता भवे जागृदादि विमोक्षांता संसार जीव कर्तृत्व। हाँ ये जो एग्जैक्ट है श्लोकटा फिर आउ थे कहे। तो देखो एमती सब सृष्टि होची सईमान लोकान असृजत कहगला। हाँ तो अद्वितीय ब्रह्म अज्ञान ही विभिन्न मतवादियों के विवाद का कारण। ये अद्वितीय ब्रह्म जानी पारते नहीं, देन ईश्वर जीव देन अनेक सब जानते, ये ही मतवादर विभिन्न मतवादर कारण। ये जो प्रथम टॉपिक भी नहीं थे सेटा को अगेन बर्तमान टिके कहिबे से चलंका जेति के फिर आम कल देखा।
ओम पूर्णमदः पूर्णमिदं